ସନ୍ଧ୍ୟା ହେଇ ଆସିଲାଣି, ତାହା ପୁଣି ବର୍ଷା ପାଗ। ବର୍ଷା ତ ପକେଇଲାଣି। ଯଦି ଥଣ୍ଡା ଥଣ୍ଡା ବର୍ଷା ପାଗରେ ସନ୍ଧ୍ୟାବେଳେ ଯଦି କିଛି ଚଟପଟା ନ ହେଇଛି, ତାହେଲେ ସନ୍ଧ୍ୟାବେଳର ଆଶରା ଜମିବନି। ଆଜିର ରେସିପି ନୂଆ ନୁହଁ, କିନ୍ତୁ ରେସିପି ଆପଣଙ୍କୁ ନିଶ୍ଚିନ୍ତ ଭାବରେ ଭଲ ଲାଗିବ। ତେବେ ଚାଲନ୍ତୁ ଆଜିର ରେସିପି ଆମେ ଷ୍ଟାର୍ଟ କରିବା। ଏଠି ମୋର ବାଡ଼ିର ଧନିଆ ପତ୍ର, କଟିକି ଧନିଆ ପତ୍ର ଇଏ। ମୁଁ ତାକୁ କିଛି ବି ବେସନ ବି ଏପଟେ ଅଳ୍ପ ଅଛି, ତାହା ପୁଣି ଘରେ ପୁଣି କହିଲେଣି ଯେ ପକୁଡ଼ି ଖାଇବ ବୋଲି। କ'ଣ କରିବା, ବନେଇବାକୁ ତ ପଡ଼ିବ। ମୁଁ କହିଲି ପକୁଡ଼ି ତ ବନେଇବା, କିନ୍ତୁ ଗୋଟେ ନ୍ୟୁ ପ୍ରୋସେସ୍ରେ ଆମେ ବନେଇବା। ମୋର ଧନିଆ ପତ୍ରକୁ ମୁଁ କାଟି ସାରିଲାଣି। ଦେଖନ୍ତୁ ପୁରା ଦେଖାଯାଉଛି ପାଳଙ୍ଗ ପତ୍ର ପରି, ଯେମିତି ପାଳଙ୍ଗ ଶାଗ ଦେଖାଯାଏ, ପାଳଙ୍ଗ ଶାଗ ପରି ଦେଖାଯାଉଛି। ସେ ଧନିଆ ପତ୍ରକୁ ମୁଁ ଗୋଟା ଗୋଟା ରଖିଛି। ଏଠି ମୁଁ ଦେଇଦେଉଛି 1 ଚାମଚ ବେସନ, 2ରୁ 3 ଚାମଚ ପାଖାପାଖି ଚାଉଳ ଗୁଣ୍ଡ, ଆଉ 1 ଚାମଚ ମୁଁ ଦେଇଦେଉଛି କର୍ଣ୍ଣଫ୍ଲୋର। ଯେଉଁ ଚାମଚରେ ମୁଁ ନେଇଛି ବେସନ, ସେଇ ଚାମଚରେ ମୁଁ ନେଇଛି କର୍ଣ୍ଣଫ୍ଲୋର। ବାକି ଛୋଟ 3 ଚାମଚ ମୁଁ ଦେଇଛି ଚାଉଳ ଗୁଣ୍ଡ। ଲଙ୍କା ଗୁଣ୍ଡ ଟିକେ ପକାଇ ଦେଉଛି, ହଳଦୀ ଗୁଣ୍ଡ ଟିକେ ମୁଁ ପକାଇ ଦେଇଛି। ତାପରେ ଅଳ୍ପ କିଛି ଜୁଆଣି, ତାକୁ ପାଣି ଦେଇକି ମୁଁ ଭଲସେ ମିଶାଇ ଦେଉଛି। ବେଶୀ ପତଳା ଆମେ କରିବାନି, କାହିଁକିନା ପତ୍ରଟା ମୁଁ ସାଙ୍ଗେ ସାଙ୍ଗେ ଧୋଇଛି, ତା ପତ୍ରରେ ବି ପାଣି ଲାଗିଛି। ବେଶୀ ପତଳା ହେଲେ ସେ ରହିବନି, ତାର ଉପର କୋଟିଂଟା ସେ ରହିବନି। ବେଶୀ ପତଳା ନୁହଁ କି ବେଶୀ ମୋଟା ନୁହଁ, ବାସ୍ ଖାଲି ଚାମଚରେ ଦେଖିଲେ ଗୋଟେ ଲେୟାର ସେ ଲାଗି ରହୁଥିବ। ଏମିତି ଦେଖିଲେ ଗୋଟେ ଲେୟାର ସେ ରହିଥିବ ଯେମିତି। ତାପରେ ଆମେ ଯେଉଁ ଧନିଆ ପତ୍ରକୁ ଧୋଇକି ରଖିଥିଲେ, ସେ ଧନିଆ ପତ୍ରକୁ ଆ ସହିତ ଆମେ ପକାଇବା। ଏପଟେ ତେଲ ମୁଁ ବସାଇ ଦେଇଛି ଗରମ ହେବା ପାଇଁ, ଯେମିତି ପତ୍ର ଉପରେ ଆମର ଗୋଟେ କୋଟିଂ ରହିବ। ଆଉ ଖାଇବାକୁ ସତରେ ଧନିଆ ପତ୍ରର ପକୁଡ଼ିଟା ବହୁତ ଟେଷ୍ଟି ଲାଗିଲା। ସବୁତିକ ମୁଁ ପକାଇ ଦେଉଛି। ତେଲଟା ତାତି ଗଲାଣି। ପକୁଡ଼ିର ଟେଷ୍ଟ ଏତେ ବଢ଼ିଆ ଲାଗୁଥାଏ, ଆପଣମାନେ ବିଶ୍ୱାସ କରିବେନି। ଧନିଆ ପତ୍ରର ପକୁଡ଼ି ସତରେ ବହୁତ ଭଲ ଲାଗେ। ଏପଟେ ଆମର ପକୁଡ଼ି ହେଇଗଲାଣି। ଆମର ଯେଉଁ ଧନିଆ ପତ୍ରର ଉପର ମଝି ଜିନିଷଟା, ଯେଉଁ ଛୋଟ ଛୋଟ ସେ ପୁରା ଫୁଲ ଟାଇପ୍ର ହେଇଥାଏ, ତାକୁ ବି ପକାଇବା। ସେ ବହୁତ ଦେଖିବାକୁ ବି ସୁନ୍ଦର ଲାଗିବ, ଖାଇବାକୁ ବି ଭଲ ଲାଗିବ। ଏଠି ଯେଉଁ ମଝି ଜିନିଷଟାକୁ ମୁଁ କାଟିକି ଆଣିଥିଲି, ସେ ପୁରା ଗଛ ଟାଇପ୍ର ହେଇ ଉପରକୁ ହେଇକି ରହିଥିଲା। ମୁଁ ସେ ଫୁଲଟାକୁ ତା ସହିତ ମିଶାଇକି ଛାଣି ଦେଉଛି, ବେସନ ସହିତ ମିଶାଇକି ମୁଁ ଛାଣି ଦେଉଛି। ସେ ଗୋଟେ ଫୁଲ ଟାଇପ୍ର, ସେ ଆହୁରି ଭଲ ଲାଗେ ଦେଖିବାକୁ। ଛୋଟ ଛୋଟ ଚୁଇଁ ଚୁଇଁ ପତ୍ର ହେଇଥିବ, ତାକୁ ପକୁଡ଼ି ଦେହରେ ଛାଣିଦେଲେ ସିଏ ବି ଜଣାପଡ଼ିଲାନି ଏ ଧନିଆ ପତ୍ର ବୋଲି, କିଛି ବି ଜାଣି ହେଲାନି। କିନ୍ତୁ ଖାଇବାକୁ ତ ବହୁତ ଟେଷ୍ଟି ଲାଗୁଥିଲା। ତାପରେ କିଛି ବି ମୋର ବେଟର ବଳି ଯାଇଥିଲା, ମୁଁ ଆଳୁ କିଛି ମୁଁ କାଟିକି ଏଠି ରଖିଛି। ଆଳୁକୁ ବି ତା ସହିତ ପକାଇ ଦେଉଛି। ଯେହେତୁ ମୋ ପାଖରେ ବେସନ କମ୍ ଥିଲା, ଏଠି ମୁଁ ବଞ୍ଚି ଯାଇଛି, କେବଳ ତା ଆଳୁ ସହିତ ମୁଁ ପକାଇ ଦେଉଛି କର୍ଣ୍ଣଫ୍ଲୋର, ପକାଇ ଦେଉଛି ଆଉ ଚାଉଳ ଗୁଣ୍ଡ। ଏତିକି ଦେଇ 1 ଚାମଚ କର୍ଣ୍ଣଫ୍ଲୋର ମୁଁ ଦେଇଛି, ଆଉ ଛୋଟ 2 ଚାମଚ ଚାଉଳ ଗୁଣ୍ଡ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ସ୍ୱାଦ ଅନୁସାରେ ମୁଁ ଲୁଣ ପକାଇ ଦେଉଛି। ବାସ୍ ଏତିକି ଦେଇକରି ମୁଁ କରିଦେଉଛି ଆଳୁ ଚିପ୍ସ। 1 ଚାମଚ ମୁଁ ଏଥିରେ ଦେଉଛି ଧନିଆ ଗୁଣ୍ଡ। ସବୁତିକ ମୁଁ ଛାଣି ଦେଉଛି ଆଳୁ ଗୁରାକ ବି କ୍ରିସ୍ପି କୁରକୁରେ। ଆଉ ଧନିଆ ପତ୍ର ଠାରୁ ବି ଆଳୁର ପକୋଡ଼ାଟା ବହୁତ ଟେଷ୍ଟି ହେଇଥିଲା। ରେଡ଼ି ହେଇଗଲା ଆମର ସନ୍ଧ୍ୟାବେଳର ଚଟପଟା ପକୁଡ଼ି ରେସିପି। ଧନିଆ ପତ୍ର ଭିଡ଼ିଓଟି ଆପଣଙ୍କୁ ନିଶ୍ଚିନ୍ତ ଭଲ ଲାଗିଥିବ। ଭଲ ଲାଗିଲେ ଲାଇକ୍ କରିବାକୁ, ସବସ୍କ୍ରାଇବ୍ କରିବାକୁ କେବେ ବି ଭୁଲିବେନି। ଚୁଇଁ ଆମର ଏଠି ରେଡ଼ି ହେଇକି ଅଛି ଖାଇବ ବୋଲି, ଖାଲି ଆଗ ପଛ ଏଠି ବୁଲି ବୁଲି ହେଉଛି ଖାଇବ ବୋଲି। ସେଠି ଟେଷ୍ଟ କରିଦେବ ଆଗ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ କେବେ ବି ଭୁଲିବେନି। ରହୁଛି, ନମସ୍କାର।